जय जगन्नाथ बंधुगण मोर श्रीजी भक्ति चैनल को आपण मानक स्वागत। आज आम शुणा श्री जगन्नाथ पुराण रे साखी गोपालंकर वृत्तांत। भक्त पाई केमिति वृंदावन रु चाली चाली आसीछंती एवं साखी देइछंती। एही पुराण को श्रवण कले भगवान प्रति भक्ति भाव जागृत हुए एवं मनरे सकारात्मक चिंताधारा आसी थाए। नियमित एही पुराण को श्रवण किंबा पठन करिबा द्वारा परिवार रे सुख शांति एवं समृद्धि बजाय रहे। तेणु आसंतु श्रवण करिबा श्री जगन्नाथ पुराण। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। श्री जगन्नाथ पुराण पंचम अध्याय। पूर्व काले इंद्रद्युम्न नामे नृपवर सूर्यवंशरे उत्पत्ति अटई तांकर। ब्रह्मा को पांच पुरुष संतान अटंती तांक सम नाही जणे सत्यवंत व्यक्ति। सत्य यज्ञ अनुष्ठान कर्ता से बोलांती पुणी सहस्र अश्वमेध यज्ञ करिछंती। अवंती नगरे अटे तांक राजधानी देवता परि प्रजाए तांकु थांती मानी। सर्वदा विष्णु को सेहु करू थांती ध्यान तांक बिने आने तिले नदी अंति मन। विष्णु को किपरि सेहु करिबे दर्शन एही कथा कला तांक मन को आछन। कवि पंडित बा तीर्थ पर्यटक राई पचारंती नरपति सेमानंकु चाहि। कुह कुह जगत रे अछि केउ स्थान साक्षात रे श्री विष्णु को पाइबी दर्शन। इंद्रद्युम्न राजांकर शुणिए वचन राजा पुरोहित ठिया होई तत्क्षण। पात्र मंत्री अमानत्य पारिषद चाहि बोइले जहा कहिले श्रीयवंती साई। शुणिल तो सर्वजन रविसुत द्वारे कुहंतु ए मंत स्थान अछि केउठारे। नारायण का दर्शन लभिबे राजन से लागी अति व्याकुल ताहांकर मन। एहा शुणी श्यामानंद नामे जने जति विनम्र भावे कहिले तहि मथ पोती। बहु तीर्थ पर्यटन सेहुछंती करी ताहांक समान जति नाही मर्त्य पुरी। से सन्यासी उठी धीरे बोइले वचन शुणन्तु मणिमा बारे मोहर वचन। उत्कल भूखंडे आउ महोदधि कूले नील सुंदर पर्वत कल्पवट मूले रहिअछि जुगे जुगे होई विद्यमान। सेहिठारे विजे करिछंती जनार्दन शास्त्र पुराण रे जाकू वैकुंठ कहंती। सेहि नीलाचल धाम शुणतु नृपति विष्णु सेठा बरे महालक्ष्मी संगतरे विहरण करुछंती आनंद मनरे। रामकृष्ण नरसिंह आदि जेते जन दुष्ट निशोधन लागी होइले उत्पन्न। सेहि नीलाचल धामु सर्वे जाइथिले पुनश्च आसीन परम ब्रह्मरे मिसिले। एतिनि ब्रह्मांडे जेते क्षेत्र अछि रही श्री पुरुषोत्तम क्षेत्र सार जे अटई। तेणुटी श्रीक्षेत्र नाम अटई ताहार
ସେଇଠାରେ ବିଜେ କରିଛନ୍ତି ଚକ୍ରଧର। ଅବସନ୍ତରେ ବସନ୍ତ ସେଠାରେ ବହି, ରୋଗ ଶୋକ ବ୍ୟାଧି ଆଦି ସେଠା ବରେ ନାହିଁ। ସଭିଙ୍କୁ ସମାନ ଦୃଷ୍ଟେ ଦେଖନ୍ତି ଶ୍ରୀହରି, ବଡ଼ ସାନ ଭେଦା ଭେଦ ନାହିଁ ତାଙ୍କରି। ସେ ନୀଳଗିରି ପର୍ବତ ଅତି ମନୋହର, ଆବୃତ ହୋଇଛି ଚତୁର୍ଦିଗ ଯେ ବିଭର। ତା ମଧ୍ୟରେ କେଉଁ କଳ୍ପ ବଟ ଅଛି ରହି, ଏକ କ୍ରୋଶ ଯାଏ ତାର ବ୍ୟାପି ଅଛି ଛାଇ। ସେ ଛାଇରେ ପାପୀ ଯଦି ବିଶ୍ରାମ କରଇ, ସକଳ ପାତକ ତାର ଦୂରିତ ହୁଅଇ। ତା ପାଶରେ ରହିଅଛି ଯେ ରୋହିଣୀ କୁଣ୍ଡ, ସେଥିରେ ସ୍ନାନ କଲେ ନାହିଁ ଯମଦଣ୍ଡ। ଏହି କୁଣ୍ଡ ପୂର୍ବ ପଟେ ନୀଳାଦ୍ରି ବିହାରୀ, ନୀଳକାନ୍ତ ମଣି ସମ ସ୍ୱରୂପ ତାଙ୍କରି। ସାକ୍ଷାତରେ ଗତି ମୁକ୍ତି ଦାତା ସେ ଅଟନ୍ତି, ଥରେ ସ୍ନାନ କଲେ କୁଣ୍ଡେ ମୁକ୍ତ ହୋଇଯାନ୍ତି। ସହସ୍ର ଅଶ୍ୱମେଧ କଲେ ଯେଉଁ ଫଳ ମିଳେ, ଥରେ ରୋହିଣୀ କୁଣ୍ଡରେ ସ୍ନାନ କଲେ ବେଳେ। ତାଠାରୁ ଅଧିକ ଫଳ ପ୍ରାପ୍ତ ହୋଇ, ତା ପଶ୍ଚିମ ଦିଗେ ଏକ ଦୀପ ଅଛି ରହି। ତହିଁରେ ଏକ ସୁନ୍ଦର ଆଶ୍ରମ ରହିଛି, ଶବର ଦୀପ ତାହାର ନାମ ହୋଇଅଛି। ବହୁତ ଶବର ଚାଣ ଅଛନ୍ତି ସେଠାରେ, ସେମାନେ ବିଷ୍ଣୁଙ୍କୁ ପୂଜା କରନ୍ତି ଭକ୍ତିରେ। ସେହିଠାରୁ ଶ୍ରୀ ବିଷ୍ଣୁଙ୍କ ଆଳୟ ପର୍ଯ୍ୟନ୍ତ ଯିବା ନିମନ୍ତେ ରହିଛି ଜାଣ ଏକ ପଥ, ଯେଉଁ ମାର୍ଗ ଦେଇ ଯିବ ବିଷ୍ଣୁ ଦର୍ଶନେ। ଅତ୍ୟନ୍ତ ସଂକୀର୍ଣ୍ଣ ପଥ ଛଇଅରଣ୍ୟେ, ବ୍ୟାଘ୍ର ଭାଲୁ ଗଣ୍ଡା ଆଉ ଗୟଳ ଶୂକର, ସମ୍ବର ହରିଣ ଆଦି ଛନ୍ତି ଭରପୁର। ଆଉ ମଧ୍ୟ ବଡ଼ ବଡ଼ ବିଷଧର ସେ ବଣ ପର୍ବତ ମଧ୍ୟେ ଛନ୍ତି ପୂର୍ଣ୍ଣ ହୋଇ। ଗ୍ରୀଷ୍ମ ସମୟରେ ବାୟୁ ଆହାର ନିମନ୍ତେ ମେଳା ମେଳା ହୋଇ ଶୋଇ ରହିଥାନ୍ତି ପଥେ। କିନ୍ତୁ ଶ୍ରୀ ବିଷ୍ଣୁ ମହିମା ବଳେ ଦିନେ ମାତ୍ର, କାହାର କ୍ଷତି କରିବା ଦେଖି ନାହିଁ ନେତ୍ର। ବିଷ୍ଣୁ ଭକ୍ତକୁ ସେମାନେ ଦେଖିଲେ ନୟନେ, ପଳାଇ ଯାଇ ଲୁଚନ୍ତି ଭୟେ ଘୋର ବନେ। ଏକପଦୀ ମାର୍ଗ ବୋଲି ନାମ ଅଟେ ତାର, ସେ ପଥେ ଗଲେ ଦର୍ଶନ ଲଭିବେ ବିଷ୍ଣୁର। ଅପୂର୍ବ ବେଶରେ ବିଜେ କରିଛନ୍ତି ସାଇଁ, ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇ। ସାକ୍ଷାତରେ ପରମ ବ୍ରହ୍ମ ତହିଁ ବିରାଜିତ, କିଏ ବା କହିବି ତାଙ୍କ ନାମର ମାହାତ୍ମ୍ୟ। ସେ କୃପାନିଧି ପ୍ରାଣୀଙ୍କୁ ଦର୍ଶନ ଦେଇ, ମୁକ୍ତି ପ୍ରଦାନ କରନ୍ତି ମନେ ତୋଷ ହୋଇ। ହେ ରାଜନ ସେ ସ୍ଥାନକୁ କରିଲେ ଗମନ, ତୁମ୍ଭର ମନ କାମନା ନିଶ୍ଚେ ହେବ ପୂର୍ଣ୍ଣ। ମୁହିଁ ମଧ୍ୟ ବନବାସୀ ତପସ୍ୱୀ ହୋଇଣ, 1 ବର୍ଷ କଟାଇଲି ଶ୍ରୀକ୍ଷେତ୍ରେ ଯାଇଣ। ଆଉ ମଧ୍ୟ ଏକ ଗାଥା ଶୁଣ ମନ ଦେଇ, ସେଠାରେ ଶ୍ରୀ ନାରାୟଣ ଦର୍ଶନ ପାଇଁ। ଘୋର ନିଶାରେ ଅମର ମଣ୍ଡଳୀ ଆସନ୍ତି, ନାନା ଉପଚାର ଦେଇ ବିଷ୍ଣୁଙ୍କୁ ପୂଜନ୍ତି। ଅପସରା ଗଣ ସର୍ବଦା ନୃତ୍ୟ କରୁଥାନ୍ତି,
ସିଦ୍ଧ ଋଷିଗଣ ପାଦ ବନ୍ଦନା କରନ୍ତି। ଯେତେବେଳେ ସେଠାବରେ ଥିଲି ମୋହି ରହି, ବହୁତ ଆଶ୍ଚର୍ଯ୍ୟ କଥା ନେତ୍ରେ ଦେଖି ଛଇ। ତାହାର କାରଣ ଶୁଣବନ୍ତୀଶ୍ୱର, ନିଶାରାତ୍ରି ଦିବ୍ୟ ଜ୍ୟୋତି ଦେଖୁ ନୟନର। ଆବର ଦେବତା ମାନେ ସମ୍ମିଳିତ ସ୍ୱରେ, ସ୍ତବ କରିବାର ଶୁଣି ଅଛି ମୋ କର୍ଣ୍ଣରେ। ପୁଣି ବିଭିନ୍ନ ସୁଗନ୍ଧ ନାସାରେ ବାଜଇ, ନୂପୁରଇ ଝମ ଝମ ଶବଦ ଶୁଭଇ। ଯେଉଁ କଳ୍ପନାମେ ବଟ ସେଠାରେ ରହିଛି, ତହିଁରୁ ବିଭିନ୍ନ ପୁଷ୍ପ ବରଷା ହେଉଛି। ଏମନ୍ତ ମହିମା ଅଟେ ନାରାୟଣଙ୍କର, ଅନ୍ୟ କେଉଁଠାରେ ନାହିଁ ଜାଣ ଏ ପ୍ରକାର। ଆବର ଏକଇ ପୁରାତନ କଥା ଶୁଣ, ମୋର ଗୁରୁଦେବ ମୁଖୁ କରିଛି ଶ୍ରବଣ। ଶ୍ରୀ ନୀଳମାଧବଙ୍କର ଦର୍ଶନ କରି, ଛାର ଏକ କାକ ପକ୍ଷୀ ଯାଇଅଛି ତରି। ସେହି ଜ୍ଞାନହୀନ କାକ ଜୀବନ କାଳରେ, ନହିଥିଲା ଅଧିକାରୀ କେବଳ ପୁଣ୍ୟରେ। ତୃଷାରେ ଆତୁର ହୋଇ ଖୋଜୁଥିଲା ନୀର, ଦେଖିଲା ରୋହିଣୀ କୁଣ୍ଡେ ଜଳ ଭରପୁର। ଜଳ ପିଇବା ଆଶାରେ ପଡ଼ନ୍ତି ସେ ଡେଇଁ, ଉଡ଼ିଗଲା ତାର ପ୍ରାଣ ବାୟୁ ସେଠାରେ। କିନ୍ତୁ ପ୍ରାଣ ଯିବା ବେଳେ ସେଇ କାକବର, ଦର୍ଶନ କଲା ଜଗନ୍ନାଥଙ୍କ ପୟର। ତେଣୁ ସେ ସାଜୁଜ୍ୟ ମୁକ୍ତି ତକ୍ଷଣେ ଲଭିଲା, ଚତୁର୍ଭୁଜ ହୋଇ ଶଙ୍ଖ ଚକ୍ର ବିରାଜିଲା। ମୁଁ ମଧ୍ୟ ପୂର୍ବରେ ଏକ ଗଣ୍ଡ ମୂର୍ଖ ଥିଲି, ବିଦ୍ୟାଳୟ କେଉଁ ପରି ଦେଖିଣ ନଥିଲି। ସେହି ପ୍ରଭୁଙ୍କର ପାଦ ପଦ୍ମେ ଦେଇ ମନ, ପଣ୍ଡିତ ଗଣରେ ଆଜି ହୋଇଛି ଗଣନ। ଅଷ୍ଟାଦଶ ବିଦ୍ୟାରେ ମୁଁ ସିଦ୍ଧି ଲଭିଅଛି, ଆଉ ମଧ୍ୟ ମୋର ବୁଦ୍ଧି ନିର୍ମଳ ହୋଇଛି। ବହୁ ବହୁ ବଡ଼ ବିଜ୍ଞ ପଣ୍ଡିତଙ୍କ ସାଥେ, ଆଲୋଚନା କରି ଯଶ ଲଭିଛି ମୋରତେ। ଆହୁରି ମଧ୍ୟ ଯେବେ କରୁଛି ଭଜନ, ଜଗନ୍ନାଥଙ୍କୁ ସର୍ବଦା ପାଉଛି ଦର୍ଶନ। ତେଣୁ ଅନୁରୋଧ କଲେ ମାନି ମୋର ଗିର, ଅନ୍ତର ମଧ୍ୟେ ଭଜନ୍ତି ସେ ପଦ୍ମ ପୟର। ଯେତେ ପ୍ରକାର କର୍ମ ସଙ୍ଗେ ରହିଥିବ, ବିଷ୍ଣୁଙ୍କ ଭଜନେ ସବୁ ବିନାଶ ହୋଇବ। ଆପଣଙ୍କୁ ଉପଦେଶ ଦେବା ପାଇଁ ମୁହିଁ ଆସିଛି ଏଠାକୁ ବାରେ, ଶୁଣ ମନ ଦେଇ। ରାଜଧନ ଆଦିରେ ମୋ ତିଳେ ନାହିଁ ଆଶ, ମାଗିବାକୁ ତାହା ଆସି ନାହିଁ ତବ ପାଶ। କେବଳ ଏତିକି ଉପଦେଶ ଦେବା ପାଇଁ, ଆସିଛି ଅବନ୍ତୀ ରାଜ୍ୟ ଯାଏ କଷ୍ଟ ସହି। ତେଣୁ ବୁଝାଇ କହୁଛି ମାନି ମୋର ଗିର, ପୁରୁଷୋତ୍ତମଙ୍କୁ ସଦା ଭଜ ଅନ୍ତରର। ନିଶ୍ଚୟ ଶ୍ରୀ ଜଗନ୍ନାଥ ଦେଇ ଦର୍ଶନ, ତୁମ୍ଭ କାମନା ପୂରଣ କରିବେ ରାଜନ। ଏହିପରି ଉପଦେଶ ରାଜାଙ୍କୁ ଦେଇଣ, ସେ ଜଟାଧାରୀ ସନ୍ନ୍ୟାସୀ ଗଲେ ଉଭୟିଣ। ଯେତେ ପ୍ରକାରେ ତାଙ୍କୁ ଖୋଜିଲେ ସକଳେ, ନ ପାଇଲେ ଚିହ୍ନ ବର୍ଣ୍ଣ ତାହାଙ୍କର ହେଳେ। ଏହା ଦେଖି ଇନ୍ଦ୍ରଦ୍ୟୁମ୍ନ ଚକିତ ହୋଇଲେ,
ପାତ୍ରମନ୍ତ୍ରୀ ଅମାନାତ୍ୟ ଚାହିଣ ବୋଇଲେ। ଯେ ବଣ ସନ୍ନ୍ୟାସୀ ମୋରେ ଦେଲେ ଉପଦେଶ, ସ୍ୱୟଂ ବୈକୁଣ୍ଠ ବିହାରୀ ସେ ଜଗତ ଈଶ। ମାୟାଧରଙ୍କର ମାୟା କେ ପାରିବ ଜାଣି, ଠକି ଦେଇ ଗଲେ ମୋତେ ପ୍ରଭୁ ଜନ୍ତୁ ପାଣି। ଏମତେ କହିଣ ରାଜା ଲୋତକ ଝରାଇ, କ୍ରନ୍ଦନ କରିଲେ ପ୍ରଭୁ ପାଦେ ମନ ଦେଇ। ବୋଇଲେ ହେ ପ୍ରଭୁ ମୋତେ ନ ଦେଲେ ଦର୍ଶନ, ନ ରଖିବି ପ୍ରାଣ ଯେ କରିବି ବିସର୍ଜନ। ଏହା କହି ଶ୍ରୀ ବିଷ୍ଣୁଙ୍କ ନାମ ତୁଣ୍ଡେ ଗାଇ, ଚଳିଲେ ପୁରକୁ ଦିନ କ୍ଷେତର କହଇ। ଇତି ଶ୍ରୀମଦ୍ଭାଗବତେ ଶ୍ରୀ ଜଗନ୍ନାଥ ପୁରାଣେ ତୀର୍ଥ ପର୍ଯ୍ୟଟକ ଓ ଇନ୍ଦ୍ରଦ୍ୟୁମ୍ନଙ୍କର କଥୋପକଥନେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ ପୁରୁଷୋତ୍ତମ କ୍ଷେତ୍ରର ସନ୍ଧାନ ନିମନ୍ତେ ଅବନ୍ତୀଶ୍ୱର ବିଦ୍ୟାପତିଙ୍କୁ ପ୍ରେରଣ କରିବା। ଏଥୁ ଅନ୍ତେ ଶୁଣ ଜନେ ଅପୂର୍ବ ଚରିତ, ଯାହା ଶ୍ରବଣରେ କର୍ଣ୍ଣ ହୋଇବ ପବିତ୍ର। ଜୈମିନୀ ବୋଇଲେ ଋଷି ଗଣଙ୍କୁ ଅନାଇ, ଅବନ୍ତୀଶ୍ୱରଙ୍କୁ ଯତି ବର ସବୁ କହି। ସଭା ମଧ୍ୟ ଯହୁଁ ଅନ୍ତର୍ଧ୍ୟାନ ହୋଇଗଲେ, ନ ପାଇ ତାହାଙ୍କୁ ରାଜା କ୍ରନ୍ଦନ କରିଲେ। ପାତ୍ର ମନ୍ତ୍ରୀ ଅମାନାତ୍ୟ ବହୁତ ପ୍ରକାର, ବୁଝାଇଲେ ନୃପତିଙ୍କୁ କହି ଦୋଷ ଗିର। ତଥାପି ରାଜାଙ୍କ ମନ ପ୍ରବୋଧ ନୋହିଲା, ବିଷ୍ଣୁଙ୍କ ମୂରତି ସଦା ନୟନେ ନାଚିଲା। ପୁରୋହିତଙ୍କୁ ବୋଇଲେ ଯୋଡ଼ିବେନି କର, କିପରି ଦେଖିବି ନେତ୍ରେ ଜଗତ ଠାକୁର। ନୋହିଲେ ପ୍ରାଣେ ଆଉ ନାହିଁ ପ୍ରୟୋଜନ, ଶୁଣି ପୁରୋହିତ ଧୀରେ ବୋଇଲେ ବଚନ। ହେ ଅବନ୍ତୀଶ୍ୱର ଆଉ ନହୁଅ କାତର, ନିଶ୍ଚୟ ଦେଖା ପାଇବ ତୁମ୍ଭେ ପ୍ରଭୁଙ୍କର। ଭକ୍ତର ବାନ୍ଧବ ଯେଣୁ ଅଟନ୍ତି ଶ୍ରୀହରି, ଭକ୍ତର ଡାକରେ ନ ରହିବେ ସ୍ଥିର ଧରି। ତୁମ୍ଭର ହୃଦୟ ମନ ଯେଣୁ ସୁପବିତ୍ର, ଅଳପ ଦିନେ ଲଭିବ ଜଗତର ନାଥ। ଏମନ୍ତେ କହିଲେ ଯହୁଁ ରାଜପୁରୋହିତ, ଶୁଣି ରାଜନ ବୋଇଲେ ହୋଇ କୃତ୍ୟ କୃତ୍ୟ। ଇନ୍ଦ୍ରଦ୍ୟୁମ୍ନ ଉବାଚ, आहे पुरोहित ଆଉ କାହିଁରେ ମୋ ମନ, ଲାଗୁନାହିଁ ଶୁଣି ଯତି ବରଙ୍କ ବଚନ। ତୁମ୍ଭେ ଯେଣୁ ଅଟ ଦ୍ୱିଜମାନଙ୍କ ଉତ୍ତମ, ତୁମ୍ଭ ଅଧୀନରେ ଅଛି ଧର୍ମ ଅର୍ଥ କାମ। ଆପଣଙ୍କ ଅନୁଗ୍ରହେ ସବୁ ପାଇଛି,
ત્રિવર્ગ સાધને સદા મન બળાઈछि પુરુષોત્તમ ક્ષેત્ર હૃદયી વૃત્તાંત ଶୁଣିଲା ବେଳୁ ମୋ ମନ ହୁଏ ଆଲୋଡ଼ିତ ସେହି ଗଦାଧରଙ୍କର ଅଭୟ ପୟର ଦର୍ଶନ ଲାଗି ମନ ହେଉଛି ଅସ୍ଥିର ତେଣୁ ଆହେ ଦ୍ୱିଜ ତମ କୁଳ ପୁରୋହିତ ଆପଣଙ୍କ ସନ୍ନିଧିରେ ହୁଏ କୃତ୍ୟ କିପରି ମୋହର ଯାତ୍ରା ସଫଳ ହୋଇବ ଏ ଚର୍ମ ନୟନ ଦୁଇ ସାର୍ଥକତା ହେବ ଏତିକି ଉପାୟ ତୁମ୍ଭେ କର ପୁରୋହିତ ଯେମନ୍ତ ଭାବେ ବହନ ଫଳ ହେବ ପ୍ରାପ୍ତ ଇନ୍ଦ୍ରଦ୍ୟୁମ୍ନଙ୍କର ବାକ୍ୟ ଶୁଣି ଦ୍ୱିଜ ବର ବୋଇଲେ ସେ ଲାଗି ନୃପ ଭାବନାନ କର ଯଦ୍ୟପି ବେଦଜ୍ଞ ବିପ୍ର ହୋଇଥିବି ମୁହିଁ ପ୍ରତିଜ୍ଞା କରି କହୁଛି ଧର୍ମକୁ ଅନାଇ ନିଶ୍ଚୟ ତୁମ୍ଭ କାମନା ପୂରଣ ହୋଇବ ଚର୍ମ ଚକ୍ଷୁରେ ବିଷ୍ଣୁଙ୍କୁ ଦର୍ଶନ କରିବ ଆବର ସେଠାରେ ସର୍ବେ କରିବା ନିବାସ ସେ ନିମନ୍ତେ ମୁହିଁ ଯତ୍ନ କରେ ନରହିସ ମୋହର କନିଷ୍ଠ ଭ୍ରାତ ନାମ ବିଦ୍ୟାପତି ତୀର୍ଥ ପର୍ଯ୍ୟଟକ ଭାବେ ଲଭିଛି ସୁଖ୍ୟାତି ଅତ୍ୟନ୍ତ ନିର୍ମଳ ଅଟେ ସ୍ୱଭାବ ତାହାର ବିଷ୍ଣୁଙ୍କ ନାମକୁ କରିଅଛି ଗଳାହାର ବ୍ରହ୍ମଚାରୀ ଭାବେ ସେହି କାଳ କଟାଉଛି ଯେତେ ମୋତେ ବୁଝାଇଲେ ବିଭାନ ହେଉଛି ଅନ୍ୟ ଚରମାନଙ୍କର ଦାୟିତ୍ୱ ଦେଇଣ ପଠାଇବା କାଲି ପ୍ରାତୁ ତାହାକୁ ବହନ ଶ୍ରୀନୀଳଗିରିରେ ସେହୁ ପରବେଶ ହୋଇ ବାସ ଉପଯୋଗୀ ସ୍ଥାନ ବାଛିବ ସେ ତହିଁ ଅଳପ ଦିନରେ ସବୁ ଠିକ ଠାକ କରି ଫେରି ଆସିଲେ ସକଳେ ଯିବା ନୀଳଗିରି ଏହା ଶୁଣି ନରପତି ଆନନ୍ଦ ହୋଇଲେ ବିଦ୍ୟାପତିଙ୍କୁ ଡକାଅ ବୋଲି ନ ବୋଇଲେ ରାଜାଙ୍କ ଆଦେଶ ମତେ କୁଳ ପୁରୋହିତ ତାଙ୍କ କନିଷ୍ଠ ଭ୍ରାତାଙ୍କୁ ରାଇଲେ ତୁରିତ ବିଦ୍ୟାପତି ବୋଲି ନାମ ଅଟଇ ଯାହାର ସକଳ ଗୁଣରେ ସେ ଅଟନ୍ତି ଭରପୁର ସୁନ୍ଦର ପଣରେ ତାଙ୍କୁ କେହି ନୁହେଁ ସରି କନ୍ଦର୍ପ ପରାୟ କାନ୍ତି ଅଟଇ ତାଙ୍କରି ତାହାଙ୍କୁ ଦେଖିଣ ରାଜା ଆନନ୍ଦ ହୋଇଲେ ଏକାନ୍ତ ନିଭୃତ କକ୍ଷ ମଧ୍ୟକୁ ଡାକିଲେ
ବୋଇଲେ ହେ ବିଦ୍ୟାପତି ଶୁଣ ମୋର ଗିର, ତୁମ୍ଭେ କେବଳ ଏ ବେଳେ ଭରସା ମୋହର। ଯଦ୍ୟପି କ୍ଷେତ୍ରକୁ ତୁମ୍ଭେ କରିବ ଗମନ, ଗୋଟି ଗୋଟି କରି ଶୁଣ ମୋହର ବଚନ। ପ୍ରଭୁଙ୍କ ଦର୍ଶନ କରି ସ୍ଥାନ ସେଠାବରେ, ନିରୂପଣ କରି ତୁମ୍ଭେ ଆସିବ ଯେ ଘରେ। ତୁମ୍ଭେ ନ ଆସିବା ଯାଏ ଥିବି ପଥ ଚାହିଁ, ସନ୍ଦେଶ ଦେଲେ ମନରେ ସନ୍ତୋଷ ବଇଁ। ଶୁଣି ବିଦ୍ୟାପତି ତାଙ୍କୁ ବୋଲନ୍ତି ବଚନ, ଏହି ମୁହୂର୍ତ୍ତରେ ମୁହିଁ କରିବି ଗମନ। ହେମନ୍ତ କୁହନ୍ତେ ପୁରୋହିତଙ୍କର ଭ୍ରାତ, ଶୁଣି ନରପତି ମନେ ହୋଇଲେ ତୃପତ। ତାଙ୍କ ସଙ୍ଗତରେ ବହୁ ଚାରବର ଜିଲେ, ପୁଷ୍ପକ ନାମରେ ଏକ ରହୁବର ଦେଲେ। ଆବର ସଙ୍ଗତେ ବହୁ ଦରବ ଦେଇଣ, ବିଦ୍ୟାୟ ଦେଲେ ଆନନ୍ଦେ ଇନ୍ଦ୍ରଦ୍ୟୁମ୍ନ ରାଣ। ବିଶିଷ୍ଟ ବିଶିଷ୍ଟ ସାଧୁ ବୈଷ୍ଣବଙ୍କୁ ନେଇ, ରଥେ ବସିଣ ଗମିଲେ ପ୍ରୋହିତଙ୍କ ଭାଇ। କେତେ ନଦୀ କେତେ ବନ କେତେ ପର୍ବତ, ଅତିକ୍ରମ କରି ସର୍ବେ ଚଳିଲେ ତୁରିତ। ଅନ୍ତର ମଧ୍ୟରେ ବିଷ୍ଣୁଙ୍କର ନାମ ଗାଇ, ଚଳିଲେ ଖୋଳ କରତାଳ ଆନନ୍ଦେ ବଜାଇ। ମନ ମଧ୍ୟରେ ସକଳେ କରନ୍ତି ବିଚାର, ଧନ୍ୟ ହୋଇଲା ଜୀବନ ଆମ୍ଭମାନଙ୍କର। ଏହିପରି ନାନା ରାଜ୍ୟ ଅତିକ୍ରମ କରି, ଉତ୍କଳ ଭୂଖଣ୍ଡେ ଯାଇ ମିଳିଲେ ସବୁରି। ଜଗନ୍ନାଥଙ୍କର ବାସଭୂମି ବୋଲି ସେହି, ପ୍ରଣାମ କରିଣ ରଜ ବଳି ହେଲେ ତହିଁ। ବୋଇଲେ ଶ୍ରୀ ବିଦ୍ୟାପତି ଶୁଣ ସର୍ବଜନ, ଅତ୍ୟନ୍ତ ପବିତ୍ର ଭୂମି ଉତ୍କଳ ଜାନ। ଶ୍ରୀ ନୀଳମାଧବ ଯହିଁ ବିଜେ କରିଛନ୍ତି, ତାହାକୁ ବନିବା ପାଇଁ ଅଛି କାର ଶକ୍ତି। ପୁଣି ପ୍ରାକୃତିକ ସମ୍ପଦରେ ଭରପୁର, କୌଣସି ଦ୍ରବ୍ୟ ଅଭାବ ନାହିଁ ଏ ରାଜ୍ୟର। ପୁଣି ରତ୍ନାକର ଚାରି ପାଖେ ଘେରି ଅଛି, ରତ୍ନର ଭଣ୍ଡାର ତାର ଗର୍ଭରେ ଲୁଚିଛି। ପୁଣି ଦେଖ ପର୍ବତରେ ଅଟେ ଭରପୁର, କେତେ ହୀରା ଲୀଳା ମାନ ରହିଛି ତହିଁର। ମହାନଦୀ ନାମେ ଯେଉଁ ନଦୀ ଗୋଟି ଅଛି, ନାନା ଦିଗୁପତ ସ୍ଥାନ ତାକୁଳେ ରହିଛି। ପୁଣି ଅଷ୍ଟଚଣ୍ଡୀ ଛନ୍ତି ଏହି ଉତ୍କଳରେ, ବିଦ୍ୟାଦାନ କରାନ୍ତି ସେ ସାରା ଭୂମଣ୍ଡଳେ। ମଙ୍ଗଳାଙ୍କର ମହିମା ଅଟଇ ଅପାର, ସ୍ୱୟଂ ଯୋଗ ମାୟା ଏହୁ ମନରେ ବିଚାର। ନୀଳକନ୍ଧର ମଧ୍ୟରେ ପୀଠଧୀଶ୍ୱରୀ, ଭାବରେ ମାତା କମଳା ଛନ୍ତି ଜଗି କରି।
ବାଣପୁରେ ଭଗବତୀ ଦେବୀ ଛନ୍ତି ରହି, ସମ୍ବଲପୁରେ ଅଛନ୍ତି ମାତ ସମଲାଇ, ଯାଜପୁରରେ ବିରଜା ଦେବୀ ରହିଛନ୍ତି, କୋଣାର୍କ ମଣ୍ଡଳେ ରାମଚଣ୍ଡୀ ଜଗିଛନ୍ତି, କାଳେ କୌଣସି ଦାନବ କରିବେ ଉତ୍ପାତ, ହେଙ୍ଗୁଳାଇଙ୍କୁ ମିଶାଇ ଏ ସର୍ବେ ଜାଗ୍ରତ, ଅଷ୍ଟମହାମାୟା ଏହି ପରକାରେ ଛନ୍ତି, ଶତ୍ରୁକୁ ପାଇଲେ ସେଉ କ୍ଷଣେ ବିନାଶନ୍ତି, ଏମନ୍ତ ମହିମା ଅଟେ ଉତ୍କଳ ମାଟିର, ଯାହାର ମାହାତ୍ମ୍ୟ ନ ଜାଣନ୍ତି ସୁର ନର, ଏହି ପ୍ରକାରେ ସର୍ବେ କଥାବାର୍ତ୍ତା ହୋଇ, ଏକାମ୍ର ବନ ମଧ୍ୟରେ ପ୍ରବେଶିଲେ ଯାଇ, ତାର ଅନ୍ୟ ନାମ ଅଟେ ଯେ ଭୁବନେଶ୍ୱର, ଏହାର କାରଣ ସୁଜ୍ଞ ଜନେ ହେତୁ କର, ସ୍ୱୟଂ ଲିଙ୍ଗରାଜ ଏହି କ୍ଷେତ୍ର ଜଗିଛନ୍ତି, ତାହାଙ୍କୁ ଦର୍ଶନ କରି ଜନେ ହୁଅନ୍ତି ମୁକ୍ତି, ଆବର ଯେତେକ ଶିବଲିଙ୍ଗ ଅଛି ରହି, କଳନା କରିବା ପାଇଁ କାଶକତି ନାହିଁ, ଯେତେ ଶିବ ଭକ୍ତ ଏଠି ତେଜିଛନ୍ତି ପ୍ରାଣ, ସକଳେ ଶିବ ରୂପରେ ଛନ୍ତି ଏଠା ବେଣ, ଏହି ପ୍ରକାରେ ବିଦ୍ୟାପତି ବିପ୍ର କହି, ଶିବଙ୍କୁ ପୂଜିଲେ ବିଷ୍ଣୁ ପ୍ରାପ୍ତ ହେବା ପାଇଁ, ସେଠା ବରୁ ଆନନ୍ଦରେ ସର୍ବେ ଚଳିଗଲେ, ସାକ୍ଷୀ ଗୋପାଳ ଦର୍ଶନ କରି ତୋଷ ହେଲେ, ସେଠା ପରେ କୃଷ୍ଣଚନ୍ଦ୍ର ସାକ୍ଷ୍ୟ ଦାନ ପାଇଁ, ବୃନ୍ଦାବନରୁ ଆସିଣ ଯାଇଛନ୍ତି ରହି, ତାହାଙ୍କ ଚରିତ ଅଟେ ଅଲୌକିକ ଅତି, ପୁଛା କଲେ ପୂଜକଙ୍କୁ ବିପ୍ର ବିଦ୍ୟାପତି, ତାହାଙ୍କୁ ବୁଝାଇ ଗୋପାଳଙ୍କ ସମାଚାର, କହିଲେ ପୂଜକ ମାନେ ବିସ୍ତୃତ ଭାବର, ବୋଇଲେ ଦ୍ୱାପର ଯୁଗ ଶେଷ ସମୟରେ, ଦୁଇ ଜଣ ବିପ୍ର ଯାଇଥିଲେ ଦର୍ଶନରେ, ବୃନ୍ଦାବନରେ ଯାଇଣ ପ୍ରବେଶ ହୋଇଲେ, ସକଳ ଦର୍ଶନ ବସ୍ତୁ ବୁଲିଣ ଦେଖିଲେ, ଏହାପରେ ଯାହା ହେଲା ଶୁଣ ମନ ଦେଇ, ଧନାଢ଼୍ୟ ବିପ୍ରଙ୍କୁ ବ୍ୟାଧି ଗ୍ରାସ କଲା ତହିଁ, ଆମାଶୟ ବା ଗ୍ରହଣୀ ରୋଗେ ପଡ଼ି ସେଉ, ଅପାରକ ଶଣ ଲଭିଲାକ ତୀର୍ଥେ ତଉଁ, ଜୀବନର ସବୁ ଆଶା ପରିତ୍ୟାଗ କରି, ସେବକ ବିପ୍ରଙ୍କୁ ସେହୁ କହିଲେ ହକାରି, ଦେଖ ଏହି କାଳ ବ୍ୟାଧି ଗ୍ରାସିଲାଣି ମୋତେ, ଜୀବନେ ବଞ୍ଚିବି କି ନା ନାହିଁ ମୋ ପରତେ, ମୁହିଁ ଯେବେ ମୃତ ହେବି ଏ ବୃନ୍ଦାବନରେ, ତୁମ୍ଭେ ମୋତେ ଦାହ କରି ଯିବ ନିଜ ଘରେ, ସକଳ ଘଟଣା ମାନ ତାହାଙ୍କୁ କହିବ,
ଯଥାବିଧି ବିଧାନରେ କ୍ରିୟା ଆରମ୍ଭିବ। ମୁନିବ ବଚନେ ବୋଇଲେ କ ଛୋଟ ଦ୍ୱିଜ। ଏକାଳ କଥା ତୁଣ୍ଡରେ ନ ଧରନ୍ତୁ ଆଜ। ନିଶ୍ଚୟ ଏ ବ୍ୟାଧି ତୁମ୍ଭ ଯିବ ଭଲ ହୋଇ। ଏହା କହି ବହୁ ସେବା କଲା ମନ ଦେଇ। ତାହାର ସେବାରେ ତୁଷ୍ଟ ହୋଇ ବିପ୍ରବର। ବୋଇଲେ ସ୍ଥଳେ ତୁମ୍ଭେ ଚାକଲ ମୋହର। ସାରା ଜୀବନରେ ମୁହିଁ ଶୁଝି ନ ପାରିବି। କାଳ କାଳକୁ ଯେ ଋଣୀ ହୋଇ ନ ରହିବି। ଶ୍ରୀ ବୃନ୍ଦାବନ ଗୋପାଳ ଜୀଉଙ୍କ ଆଗରେ। ଶପଥ କରି କହୁଛି ମୁହିଁ ସୁଚିତରେ। ମୋହର ଯେ ବଣ କନ୍ୟା ରତ୍ନ ଅଛି ରହି। ତାହାକୁ ତୁମ୍ଭ ଚରଣେ ଅର୍ପିବି ଯାଇ। ଶପଥ କରି କହୁଛି ଶ୍ରୀଜୀଉ ଛାମୁରେ। ଗଲେ ତୁମକୁ ବରିବି ଜାମାତା ଭାବରେ। ତାପରେ କେତେକ ଦିନ ମଧ୍ୟେ ସୁସ୍ଥ ହୋଇ। ଆସିଲେ ରାଜେ ବାହୁଡ଼ି ସେହି ବିପ୍ର ଦୁଇ। କିଛି ଦିନ ଗତ ହୋଇ ଯିବା ପରେ ଦିନେ। ଛୋଟ ବିପ୍ର ପଚାରିଲା ତାଙ୍କ ସନ୍ନିଧାନେ। ବିବାହ ତିଥି ତ ଆସି ହୋଇଲା ଗତ। ବହନ ଆମକୁ କନ୍ୟା କରନ୍ତୁ ଅର୍ପିତ। ଏ ବଚନ ଶୁଣି ବଡ଼ ବିପ୍ରତୋଷ ହୋଇ। ବୋଇଲେ ଆଉ 2 ଦିନ ପରେ ଆସ ଯାଇ। ପୁତ୍ର ଭାର୍ଯ୍ୟା ଆଦି ସଙ୍ଗେ ପରାମର୍ଶ କରି। ତୁମ୍ଭର କରେ ଅର୍ପିବି କନ୍ୟାକୁ ମୋହରି। ଏହା କହି ପୁତ୍ର ଭାର୍ଯ୍ୟା ଗଣକୁ ରାଇଣ। କହିଲା ବୃନ୍ଦାବନର ସବୁ ବିବରଣ। ବୋଇଲା ଗୋପାଳ ଆଗେ କରିଛି ଶପଥ। ବିବାହ ଦେବି କନ୍ୟାକୁ ତାକରେ ନିଶ୍ଚିତ। ଏମନ୍ତ ବଚନ ଯହୁଁ ତାର ପରିବାର। କର୍ଣ୍ଣରେ ଶୁଣିଲେ କ୍ରୋଧ ହୋଇଲେ ଅପାର। ବୋଇଲେ ସେମାନେ ଏକ ଛାର ନୌକରକୁ। ବିବାହ କରିବ ପୁଣି ଆମ୍ଭର କନ୍ୟାକୁ। ଘର ଘାଟ ନାହିଁ ଯାର ବାଡ଼ି ବୃତ୍ତି ନାହିଁ। ସେ ଛାର ନୌକର ହୋଇ ହେବ ପୁଣି ଜ୍ୱାଇଁ। ଏପରି କହିଲେ ଯହୁଁ ପୁତ୍ର ପତ୍ନୀ ଗଣ। ବଡ଼ ବିପ୍ର ଛୋଟ ବିପ୍ରେ କରିଲା ବାରଣ। ବୋଇଲା ତୁହି ମୋହର ଅଟୁ ନୌକର। ମୁଁ କିପରି ବିଭା ଦେବି କନ୍ୟାକୁ ତ କର। ଛୋଟ ମୁଖେ ବଡ଼ କଥା କହୁଛୁ କିପରି। ଲାଜ ନାହିଁ ତିଳେ ମାତ୍ର ମୁଖରେ ତୋହରି। ଆଉ ଦିନେ ମାତ୍ର ଯେବେ କଥା କହିବୁ। ଉତ୍ତମ ମଧ୍ୟମ ପାଇ ବାହୁଡ଼ି ନ ଯିବୁ। ଏପରି କହିଲା ଯହୁଁ ସେ ଧନାଢ଼୍ୟ ବିପ୍ର। ଛୋଟ ବିପ୍ର ମନ ମଧ୍ୟେ ଲଭିଲା କ ଦୁଃଖ। ରାଜାଙ୍କ ପାଖରେ ଯାଇ ଗୋଟି ଗୋଟି କରି। ସକଳ ଘଟଣା ମାନ କହିଲା ସବୁରି। ତା ଶୁଣି ନୃପତି ବଡ଼ ବିପ୍ରଙ୍କୁ ଡାକିଲେ। ସତ କି ମିଛ ଏ କଥା ତାଙ୍କୁ ପୁଛା କଲେ। ବଡ଼ ବିପ୍ର ବୋଲେ ଯେବେ ଏହା ସେ କହୁଛି।
କହୁ କିଏ ତାର ସେଠା ବରେ ସାକ୍ଷ୍ୟ ଅଛି। ଯେବେ ସାକ୍ଷ୍ୟ ଦେବ କେହୁ ଏହି କଥା ପାଇଁ, ନିଶ୍ଚୟ କନ୍ୟା ଅର୍ପିବି ତାହା କରେ ମୁହିଁ। ଏପରି କହିଲା ଯହୁଁ ସେ ଧନାଢ଼୍ୟ ଦ୍ୱିଜ, ଛୋଟ ବିପ୍ରକୁ ବୋଇଲେ ଡାକି ମହାରାଜ। ଯେତେବେଳେ ବୃନ୍ଦାବନେ ହେଲା ଏହା ସ୍ଥିର, କିଏ କିଏ ସାକ୍ଷ୍ୟ ରହିଥିଲେ ସେଠା ବର, ସେମାନଙ୍କୁ ଯଦି ତୁମ୍ଭେ ଆଣିପାର ଯାଇ, ତାହେଲେ ସତ କି ମିଛ ପରଖିବି ମୁହିଁ। ତାହା ଶୁଣି ଛୋଟ ବିପ୍ର ଆଶ୍ଚର୍ଯ୍ୟ ହୋଇଲା। ଶ୍ରୀ ଗୋପାଳ କୃଷ୍ଣ ଏକା ଥିଲେ ସେ ବୋଇଲା। ରାଜା ବୋଇଲେ ତାହାଙ୍କୁ ଯେବେ ଆଣିପାର, ତାହେଲେ ହୋଇବ କନ୍ୟା ରତନ ତୁମ୍ଭର। ଏହା ଶୁଣି ଛୋଟ ବିପ୍ର ସାହସ ଉଡ଼ିଲା, ତଥାପି ମନରେ ଦମ୍ଭ ଧରିଣ କହିଲା, 2 କୋଟି ମାସ ମୋତେ ଦିଅନ୍ତୁ ସମୟ, ଗୋପାଳଙ୍କୁ ଏହା ମୁହିଁ କହିବି ନିଶ୍ଚୟ। ଯଦ୍ୟପି ଦୟା ବହିଏ ଗରିବର ପରେ, ଆସିବେ ସାକ୍ଷ୍ୟ ଦେବାକୁ ମୋହ ସଙ୍ଗତରେ, ତାହେଲେ ଛାମୁରେ ଆଣି କରିବି ହାଜର। ଏହା କହି ବାହାର ହୋଇଲା ବିପ୍ରବର। ବୃନ୍ଦାବନେ ଶ୍ରୀ ଗୋପାଳ ଜୀଉଙ୍କ ମନ୍ଦିରେ, ଶପଥ କରିନଥିଲା ସେହି ଯେଉଁଠାରେ, ସେହିଠାରେ ଛୋଟ ବିପ୍ର ହୋଇ ଉପସ୍ଥିତ, ଶୟନ ଭୋଜନ ତ୍ୟାଗ କରିଣ ସମସ୍ତ, ପଡ଼ିଲା ଗୋପାଳ ଜୀଉଙ୍କର ଗ୍ରତରେ। 3 ଦିନ 3 ରାତି ବିତିଲା ସେଠାରେ, ଶେଷ ରାତ୍ର ଦ୍ୱିପ୍ରହର ଚାହୁଁ ଅକସ୍ମାତ, ଶ୍ରୀଜୀଉ ମନ୍ଦିର ଦ୍ୱାର ହୋଇଲା ଉନ୍ମୁକ୍ତ। ବିପ୍ର ସନ୍ନିଧିରେ ପ୍ରଭୁ ଉପସ୍ଥିତ ହୋଇ, ପୁଛିଲେ କୋମଳ ବାକ୍ୟେ ଜଗତ ଗୋସାଇଁ, କହ କହ ବିପ୍ରବର କାହିଁକି ଏଠାରେ, ପଡ଼ିଅଛ ଅନ୍ନ ଜଳ ନ ଦେଇ ତୁଣ୍ଡରେ, କେବଳ କାର୍ଯ୍ୟରେ ତୁମ୍ଭେ ପୁଣି ଆସିଅଛ, କାହିଁ ପାଇଁ ଏତେ କଷ୍ଟ ସହିଣ ପଡ଼ିଛ। ଏମନ୍ତ ମଧୁର ବାକ୍ୟ ଶୁଣି ବିପ୍ରବର, ନେତ୍ର ମେଲି ଦେଖିଲା କ ପ୍ରଭୁଙ୍କୁ ଆଗର, କୋଟି ଜନମର ପାପ ମୁକ୍ତ ହୋଇଲା, ଚର୍ମ ନୟନେ ଜଗତ କର୍ତ୍ତାଙ୍କୁ ଦେଖିଲା। ବୋଇଲା ହେ ଜଗନ୍ନାଥ ଜଗତ ଜୀବନ, ଏହି ଦିନ ହୀନ ଦୁଃଖ କରନ୍ତୁ ମୋଚନ। ଧନୀ ବିପ୍ର ଆସିଥିଲା ଯେବେଳେ ଏଠାକୁ, ଶପଥ କରିନଥିଲା ଚାହିଁ ଶ୍ରୀମୁଖକୁ, ଅନେକ ସେବା ତାହାର କରିଥିଲି ମୁଇଁ, କହିଥିଲା ତାର କନ୍ୟା ଅରପିବା ପାଇଁ, କିନ୍ତୁ ନିଜ ଘରେ ସେହୁ ପରବେଶ ହୋଇ, କହିଥିବା କଥାକୁ ସେ ନ ମାନିଲା ତହିଁ, ଉତ୍କଳ କେଶରୀ ଆଗେ କହନ୍ତେ ଗିର, ସାକ୍ଷ୍ୟ ଚାହିଁଛନ୍ତି ସେହୁ ହେ ଜଗତେଶ୍ୱର, ଆପଣଙ୍କ ବିନେ ମୋର ଭରସା କି ନାହିଁ, ତେଣୁ ଏତେ ଦୂର ପଥ ଆସିଅଛି ଧାଇଁ,
ଦୟାକରି ପୁରାଅ ଏ ଦିନ ଅଭିଳାଷ। ଶୁଣି ଆନନ୍ଦିତ ହୋଇ ଶ୍ରୀମତୀଙ୍କ ଈଶ, ବୋଇଲେ ସାକ୍ଷ୍ୟ ଦେବାକୁ ନିଶ୍ଚେ ମୋହି ଯିବି। କିନ୍ତୁ କେତେ ଗୋଟି ସର୍ତ୍ତ ଆଗରୁ କହିବି। ଯେତେବେଳେ ତୁମ୍ଭେ ମୋତେ ସଙ୍ଗତରେ ନେବ, ମୁଁ ଥିବି ପଛରେ ତୁମ୍ଭେ ଆଗେ ଆଗେ ଯିବ। ସାବଧାନ କରି ଦେଉଅଛି ମୁଁ ତୁମ୍ଭଙ୍କୁ, ଗଲାବେଳେ ନ ଚାହିଁବ କଦାପି ପଛକୁ। ନୂପୁର ଶବଦ କରି ମୁହିଁ ଚାଲୁଥିବି, ଯେଉଁଠି ପଛେ ଚାହିଁବ ସେଇଠି ରହିବି। ଏକଥା ଶୁଣିଣ ବିପ୍ର ସମ୍ମତ କଲା, ପଥ କଢ଼ାଇଣ ଗୋପାଳଙ୍କ ଆଗେ ଗଲା। ଏହିଠାରେ ଭରପୁର ହୋଇଥିଲା ବାଲି, ଶ୍ରୀ ଗୋପାଳ ଆସୁଥିଲେ ବିପ୍ର ପଛେ ଚାଲି। ବାଲିରେ ନୂପୁର ଶବ୍ଦ ଯହୁଁ ନ ଶୁଭିଲା, ସେ ଦ୍ୱିଜବର ମନରେ ସନ୍ଦେହ ହୋଇଲା। ଭାବିଲା ନିଶ୍ଚୟ ପ୍ରଭୁ ଠକି ଦେଲେ ମୋରେ, ତେଣୁ ନୂପୁର ଶବଦ ନ ଶୁଭେ କର୍ଣ୍ଣରେ। ଏହିପରି ମନ ମଧ୍ୟେ ପାଞ୍ଚି ବିପ୍ରବର, ଅନାଇ ଦିଅନ୍ତେ ପଛକୁ ଶ୍ରୀ ଗୋପାଳ ସ୍ଥିର। ବ୍ରାହ୍ମଣକୁ ବୋଇଲେ କ ଜଗତ ଜୀବନ, ନ ରଖି ପାରିଲେ ତୁମ୍ଭେ କହିବା ବଚନ। ଆଉ ପାଦେ ମାତ୍ର ମୁହିଁ ନ ପାରିବି ଯାଇ, ଡାକି ଆଣ ନୃପତିଙ୍କୁ ଏଠାକୁ ଡକାଇ। ତୁମ୍ଭର କାମନା ନିଶ୍ଚେ କରିବି ପୂରଣ, ବଡ଼ ବିପ୍ର ନିଶ୍ଚେ କନ୍ୟା କରିବ ଅର୍ପଣ। ଶ୍ରୀ ଗୋପାଳ ଜୀଉ ଯହୁଁ କହିଲେ ଗିର, ବ୍ରାହ୍ମଣ ଚଳିଲା ନରପତିଙ୍କ ପାଶର। ଗୋଟି ଗୋଟି କରି ଯହୁଁ ସକଳ କହିଲା, ଶୁଣି ନରପତି ମନେ ସନ୍ଦେହ ହୋଇଲା। ସତେ କି ବୃନ୍ଦାବନରୁ ଆସିଛନ୍ତି ହରି, ଏହା ଭାବି ବାହାର ହୋଇଲେ ଦଣ୍ଡଧାରୀ। ଦେଖିଲେ ବାଲୁକା ରାଶି ମଧ୍ୟେ ଶ୍ରୀ ଗୋପାଳ, ଉଭା ହୋଇଛନ୍ତି ଜ୍ୟୋତି ଦିଶଇ ଉଜ୍ଜଳ। ଦେଖିଣ ରାଜନ ଅତି ଆନନ୍ଦିତ ହୋଇ, ଶ୍ରୀଜୀଉଙ୍କ ପାଦ ପଦ୍ମେ ପ୍ରଣମିଲା ଯାଇ। ସମସ୍ତ କଥା ଗୋପାଳ ଜୀଉଙ୍କୁ ପୁଛିଲା, ଛୋଟ ବିପ୍ର କଥା ପ୍ରତ୍ୟକ୍ଷରେ ସତ୍ୟ ହେଲା। ତାପରେ ବଡ଼ ବିପ୍ରକୁ ବହନ ଡକାଇ, ବିବାହ କର କନ୍ୟାକୁ ଆଦେଶିଲେ ସାଇଁ। ଶ୍ରୀ ଗୋପାଳ ଜୀଉଙ୍କର ଆଜ୍ଞା ପରମାଣେ, ବିବାହ ସମ୍ପୂର୍ଣ୍ଣ ହେଲା ତାଙ୍କ ସନ୍ନିଧାନେ। ତାପରେ ଶ୍ରୀ ବୃନ୍ଦାବନେ ହୁଅନ୍ତେ ବାହାର, ପଡ଼ିଲା ନୃପତି ପାଦ ତଳେ ପ୍ରଭୁଙ୍କର। ହେ ପ୍ରଭୁ, ଯଦି ଏ ଦିନ ରାଜେ ଆସିଛନ୍ତି, କୃତାର୍ଥ କରନ୍ତୁ ଅଧମକୁ ଯଦୁପତି। ଏମନ୍ତ ରାଜନ ଯହୁଁ କୃତ୍ୟ କୃତ୍ୟ ହେଲା, ଶ୍ରୀ ଗୋପାଳଙ୍କ ମନରେ ଦୟା ଜାତ ହେଲା। ବୋଇଲେ ଯଦ୍ୟପି ମୋତେ ଚାହୁଁ ନୃପବର, ଏହି ସ୍ଥାନରେ ମନ୍ଦିର କର ତୁ ତିଆର।
परम ब्रह्म पद्मनाभ परात्पर साई श्रीनीलकंदर मध्ये सदा छन्ति रही महानित्य वैकुंठ जे ताहाको कहन्ति सेठा पुरुष भिंकर अटे उत्पत्ति जेउ भक्त गण जीवे श्रीनीलाचलकु फेरिबा पथरे आम्भे देखिबु ताहाकु पुरुषोत्तम क्षेत्ररु फेरिबे जे जन ताहाक दर्शने आम्भे बोलाइबु धन्य श्री गोपाल जीउकर पाइण आदेश मंदिर निर्माण कले उत्कल ईश विधि विधान रे सबु खंजा करी देले सेही दिन ठारू प्रभु एठारे रहिले स्वयं वृंदावन चंद्र अटंती जेही एठा बरे खेला लीला करुछंती रही एमंत प्रकारे शुणी गोपालंक कीर्ति शुणी विद्यापति मने हेले तो सती विधि विधाने गोपालंकर पूजा सारी चलिले पुरुषोत्तम क्षेत्र को सबुरी शंखनाभि मंडल रे प्रवेश होइण नीलकंदर शोभा कले निरीक्षण चारि पाखरे सागर घेरी रही अछि मध्यरे पर्वत शोभा विकसी उठुछि तहिरे जे कल्प बट दिशई शोभन आबर चौदिगे घेरी रही अछि वन व्याघ्र भालु गंडा आउ गयल शुकर जेते प्रकारे हिंस्र जंतु भरपूर केही काहा प्रति तिले हिंसा न करन्ति सकले मित्रतापण आचरी चलन्ति देखिण एमंत दृश्य विद्यापति नेत्रे भाविले निश्चय प्रभु रहिछन्ति एथे घाट पार होई सर्वे करिले गमन पर्वत शोभा देखिण हेले मुह्यमान जेउ आड़कु नाई देखिले नेत्रे हीरा नीला कूड़ कूड़ पड़िछि सेठारे सुवर्णरे भूषित जे सारा पर्वत अदिने मंदमलय हुए प्रवाहित पुष्पमानक सुबासे दिग चमकई दर्शन मात्र के रोग शोक दूर होई अहरह गीत वाद्य बाजई कर्णरे नुपुर शब्द शुभे पुणिता मध्यरे किंतु एमाने नेत्रे किछि न देखिले कौनसी ठारे मध्य पथ न पाइले जेणिकी चाहिले तेणे कंटा झंटा बण न पाइले केउठारे विष्णुक संधान आभास पाइले सेहु प्रत्येक कथारे हेले हे किछि न देखिले नयनरे किपरि लभिबि बोली विभुଙ୍କ दर्शन अत्यंत व्याकुल हेले से द्विज नंदन अंतर मध्ये डाकिले तुहाई तुहाई
હે જગતનાથ બારે માત્ર કર ત્રાહી, ଯଦ୍ୟପି ଦେଖା ନ ହେବ ଏ ଅଧମ ଜନେ, ନିଶ୍ଚୟ ପ୍ରାଣ ହାରିବି ପ୍ରଭୁ ଏହି ସ୍ଥାନେ। ଏହିପରି ମନ ମଧ୍ୟେ ପାଞ୍ଚିବି ପ୍ରବର, କ୍ଷେତର କହେ ଶୋଇଲେ ଯେ କୁଶ ଶଯ୍ୟାର।